ଏବେ ମୁଁ ରମା ଭାଇଙ୍କର ଆଣିଛି ସୁଜାତାକୁ ଅନୁରୋଧ କରିବି ସେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବେ। ବହିମାନ ମଣିଷ ବହି ଛାପିବାକୁ ଆଦৌ ବ୍ୟସ୍ତ ହୁଅନ୍ତିନି। ଲଗେଇ ଲଗେଇ ଅଧା କବିତା ଦେଲେ ପ୍ରଥମେ, ଆଉ ଅଧା କବିତା 4 ମାସ ପରେ ଦେଲେ। ତାପରେ ବହି ଛପା ଗଲା। ବହି ଛପା ହେବାର ପରେ ମୁଁ ଟିକେ ବ୍ୟସ୍ତ ରହିଗଲି ମୋର ବ୍ୟକ୍ତିଗତ କାମରେ। ହବ ତ ବ୍ୟସ୍ତ କାହିଁ ହେଉଛ। ଏମିତି ହଉ ହଉ ଆଜିର ସେଇ ଶୁଭ ଦିନ ପହଞ୍ଚିଛି। ଆମେ ରମା ଭାଇ ବହି ଉନ୍ମୋଚନ କରିବା। ମୁଁ ଯେତିକି ବୁଝନ୍ତି ଜୀବନକୁ ଯେତିକି ବୁଝନ୍ତୁ ବୈତରଣୀର ଶୁଖିଯାଉଥିବା ସ୍ରୋତକୁ ଏମିତି ଭାବରେ ସେ କବିତାର ଗୋଟେ 2ଟି ପଂକ୍ତିରେ ଲେଖିଛନ୍ତି। ଆପଣ ତାର ନଈର ଭବିଷ୍ୟତକୁ ନେଇକି କେତେ ସେ ଚିନ୍ତିତ, ପ୍ରକୃତିକୁ ନେଇକି କେତେ ସେ ଚିନ୍ତିତ, ସେ କଥା ସ୍ପଷ୍ଟ ଭାବରେ ଆପଣ ଜାଣିପାରିବେ ବହି ପଢ଼ିଲେ। ବିଷୟରେ ଟିକେ ପ୍ରେରଣା ଉତ୍ସାହ ପାଇବା ପଛରେ ଥିବା ଅତିଥି ଆମର ପଥ ପ୍ରଦର୍ଶକ କହିଲେ ଭୁଲ ହବନି। 2 ଜଣ ବଢ଼ିଆ କବି। ଆଉ ପ୍ରଥମେ ହେଉଛନ୍ତି ଶ୍ରୀଯୁକ୍ତ ଅଶୋକ ମହାନ୍ତି, ଦ୍ୱିତୀୟରେ ଅଜୟ ଭାଇ, ଡକ୍ଟର ଅଜୟ ସ୍ୱାଇଁ। ଜଣେ ଭଲ କବି ଥିଲେ। ସିଏ ଧୀରେ ଧୀରେ ଗାଳ୍ପିକ ହେଇଗଲେ, ତାପରେ ଉପନ୍ୟାସ ହେଇଗଲେ, ତାପରେ ସିଏ ଚଳଚ୍ଚିତ୍ର ନିର୍ଦ୍ଦେଶକ। ଆଉ ତେଣୁ ତାଙ୍କୁ ଆମେ ସଦାବେଳେ ଚାହୁଁ। ଆଉ ଇଏ ସଭାଟା ଗୋଟେ ଭଲ ଲାଗୁଛି କାହିଁକି, ଏଠି ଆମର ସାହିତ୍ୟ ସଭା ନୁହେଁ, এটা হচ্ছে ଗୋଟେ ଆନ୍ତରିକତାର ସଭା। କିନ୍ତୁ ଯୋଉଦିନ ସେ କଲମ ଧରିବ ସିଏ ଆଗେ ଆମ ଗାଁ। ପ୍ରତ୍ୟେକ ଦିନ ଗୋଟେ ଚରିତ୍ର ଆସିବ, କହିବ ତାକୁ ସେ କହିବ ମୋତେ ଲେଖ। ଆଉ ତାକୁ ଲେଖୁ ଲେଖୁ ସିଏ ଆଜ୍ଞା ବହୁତ କଷ୍ଟ। ସେ ସରୁ ସରୁ ଆଉ ଗୋଟେ ଚରିତ୍ର ଆସିବ, ତା ବାପା ମରିବ, ଲେଖକର ବାପା ମରିବ। ସେ ଚରିତ୍ରର ଭଉଣୀ ମରିବ, ଲେଖକର ଭଉଣୀ ମରିବ। ଇଏ ଆଜ୍ଞା ଦୁଃଖ ବେପାର ହେଉଛି ସାହିତ୍ୟ। ତେବେ ସାହିତ୍ୟକୁ ବହୁତ ଉପଭୋଗ କରାଯାଇଛି। ଆଉ ଆମେ ଯେଉଁମାନଙ୍କ ସାଙ୍ଗରେ ମିଶିଛୁ ଆମେ ସାହିତ୍ୟକୁ ଉପଭୋଗ କରିଛୁ। ଆଉ ମୁଁ ଏଠି ଗୋଟେ କଥା କହୁଛି, ଆମେ ବହୁତ ବଡ଼ ବଡ଼ ବକ୍ତାଙ୍କ ଭାଷଣ ଶୁଣିଛୁ, ଆମର ବରିଷ୍ଠମାନଙ୍କ କଥା ଶୁଣିଛୁ। ସିଏ ଗାର ଟାଣି ଦେଇଛନ୍ତି, ଆମେ ଦେଖିଛୁ। ବହୁତ ଆଲୋଚକ ତାଙ୍କର ବି ଜ୍ଞାନ ଆଉ ବୁଦ୍ଧିମତାକୁ ଆମେ ଗ୍ରହଣ କରିଛୁ। ତେଣୁ ମୋର ବ୍ୟକ୍ତିଗତ କଥାଟି ହେଉଛି, ଗୋଟେ ଶବ୍ଦ ଗୋଟେ ଧାଡ଼ିକି ବଞ୍ଚାଏ। ଗୋଟେ ଧାଡ଼ି ଗୋଟେ କବିତା, ଗୋଟେ ଗପ, ଗୋଟେ ଉପନ୍ୟାସକୁ ବଞ୍ଚାଏ। ଆଉ ଗୋଟେ କବିତା ଗୋଟେ ଜଣେ ମାନେ ଗୋଟେ କବିତା ଗୋଟେ ସଂକଳନକୁ ବଞ୍ଚାଏ। ଗୋଟେ ସଂକଳନ ଗୋଟେ କବିକି ବଞ୍ଚାଏ। ତେଣୁ ଅଜୟ ଭାଇ, ଅଶୋକ ଭାଇ ସିଏ ଅଛନ୍ତି, କେଦାର ଭାଇ ଅଛନ୍ତି, ସିଏ କହିବେ। ଆଉ ଏଠି ମୋର ବାଲ୍ୟ ବନ୍ଧୁ 3 ଜଣ ଆସିଛନ୍ତି। ଜଣେ ବିଭୁ ମହାପାତ୍ର, ଜଣେ ସୁଶାନ୍ତ ରାଉତରାୟ, ଆଉ ଜଣେ ସ୍ମୃତିକାନ୍ତ ନାୟକ। ତା ଭିତରୁ ଜଣେ ଆର୍ମି ଅଫିସର।
ସେ ଯାଜପୁରରୁ ଦୌଡ଼ିକି ଆସୁଛି। କାହିଁକି ନା ଆମେ ପିଲାବେଳେ ବହୁତ ଦୁଃଖ ଦେଖିଛୁ, ଆଉ ସେଇ ଦୁଃଖ ହେଉଛି ଆମ ଜୀବନର ପୁଞ୍ଜି। ସାହିତ୍ୟରେ ମଧ୍ୟ ଦୁଃଖ ଦେଖିଛୁ, ସାହିତ୍ୟରେ ମଧ୍ୟ ଜୀବନ ସେ ଦୁଃଖ ହେଉଛି ସାହିତ୍ୟର ପୁଞ୍ଜି। ତେଣୁ ଜୀବନକୁ ଭଲ ପାଇବା, ଜୀବନକୁ ଉପଭୋଗ କରିବା, ସେ ହେଉଛି ଜୀବନ ଆଗକୁ ବଢ଼େଇବା। ଆଜ୍ଞା ଆଗକୁ କେତେ ବାଟ ଯିବେ? ଆପଣଙ୍କୁ ଉନ୍ନତି କରିବେ, କ'ଣ ଉନ୍ନତି କରିବେ? ପଇସା କିଛି ଆରମ୍ଭ କରିବେ ତ, ତାପରେ କ'ଣ କରିବେ? ତାପରେ ତ ଦି ଏଣ୍ଡ। କିନ୍ତୁ ସାହିତ୍ୟରେ ଦି ଏଣ୍ଡ ହୁଏ ନା। ମଣିଷ ରଜା ଶୋଇନଥିଲେ, ଯଦି ସେ ଅନ୍ୟ ଦେଶରେ ଖଟ ଶୋଇଥିବ ମୁଣ୍ଡ କାଟ କଲା ମତେ 6 ମାସ ସମୟ ମିଳୁଛି। 6 ମାସ ଗଲା, ପୁଣି ରଜା ତଲବ କଲେ ପୂଜା କଲା, ଆଜ୍ଞା ଆଉ 6 ମାସ, ପୁଣି 6 ମାସ, ପୁଣି ଲୋକ ଟିକେ ଖଟ, 6 ମାସ, 5 ବର୍ଷ ପଡ଼ିଲା। ତାପରେ ରଜା ରାଗିଆ ଲାଗିଲା, କ'ଣ ଅସୁବିଧା ଦଉଛ, ଖଟଟେ କଲା ସେ ମହାରାଣୀ କହିଲା ଖଟ ପାଇଁ କିଛି ଅସୁବିଧା, ଆପଣ କହିଲା ପରେ ସେ ଏମିତି ଖଟରେ କେହି ଶୋଇନଥିଲେ। ତେଣୁ ମୁଁ ଯେଉଁ ଗଛ କାଠ ଆଣି ଖଟ କରିବି, ମୋତେ ଗଛକୁ ପଚାରିବାକୁ ପଡ଼ିବ। ମୁଁ 3 ବର୍ଷ ହେଲା ଟିକେ ଗଛକୁ ପଚାରିବି, ରଜା କ'ଣ ଖଟ ହବ? ଗଛ ମନା କରୁଛି, କାହିଁ ଖଟ ଅଛି? ମୁଁ କେଡ଼େ ସୁନ୍ଦର ଅଛି, ଚଢ଼େଇମାନେ ବସୁଛନ୍ତି, ବର୍ଷା ବୁନ୍ଦା ହେଉଛି, ମୋ ଖଟଟେ ରଜା କାହିଁକି? ଆଜ୍ଞା ଆଉ ଚିନ୍ତା କରୁଥିଲି, ଗୋଟେ ବୁଢ଼ା ଗଛ ରାଜି ହେଇଛି, ସେ 6 ମାସ ପରେ ବଲିବ, କହୁଛ ମୋତେ ଖଟ କର। ଆଜ୍ଞା ସିଏ ବଲିଗଲେ ଆପଣ ଖଟ କରିକି ଦେଇଦେବେ। ରମାକାନ୍ତ ଯେଉଁ କବିତା ଯେଉଁ ଚରିତ୍ରକୁ ଆଣୁଛି, ସେ ତାକୁ ଧରା ଦେବେ। ସେମାନେ କହିବେ ଆମକୁ ନେଇକି କବିତା କର, ସିଏ ଯାହା କହିବ ତାହା ନେଇକି କବିତା ପରିପୂର୍ଣ୍ଣ କରିଦେବ। ଏ କବିତା ଲେଖିଲା ବେଳେ ତାର ଯେତେ କବିତା ପଢ଼ିଲି, ମୁଁ ତ କବିତା ତ ପଢ଼ିଛି ଆସ୍ତେ ଆସ୍ତେ, ବହି ହିସାବରେ ମୁଁ ଠାକୁର ଭାବ ପଢ଼ିଥିଲି, ଏ ବହି ପଢ଼ିଥିଲି। ତାର କିଛି କବିତା ଭଲ ଲାଗେ, ଯାହାକୁ ଅଶୋକ ଭାଇ ପ୍ରଥମରୁ କହିଛନ୍ତି। ରମାକାନ୍ତ ତାର କବିତାରେ, ରମାକାନ୍ତ ତ ମାନେ ମଜାକରେ କେଦାର ଆସ ରମାକାନ୍ତ ରଥ ବୋଲି ଲାଗେ, ବେଳେ ତ ସୀତାର ମାତୃ ହେଇଯାଏ। ରମାକାନ୍ତ ଗୋଟେ ଚିର ହରିତ ହସି ଖେଳି ତାପରେ, କିନ୍ତୁ ରମାକାନ୍ତ ପ୍ରକୃତ ମୋର ଡାକ୍ତର। ମୁଁ ତ କବିତା କଥା ପଚାରିଲି, ରମା ଟିକେ ଡାଇବେଟିସ୍ ବଢ଼ିଗଲା କ'ଣ କରିବା? ନାଇଁ ସେ ଗୋଟେ ଗଛ ଅଛି, ତାର ପତ୍ରଟାକୁ ଆପଣ ତାର ବ୍ରଜମାଳି ଗୋଟେ ଫୁଟ ପାଇବି ମୁଁ ଦେବି, ତାପରେ ପତ୍ର ଦେଲା, ସେ ପତ୍ର ସରିଗଲା। ମୋର ଗୋଟେ ସାନ ଭାଇ ଅଛି ଗାଁରେ, କହିଲା ଇଏ ଗଛ ପତ୍ର ଆମ ନଈ କୂଳେ ଭର୍ତ୍ତି ହେଇଛି, ସେ ବ୍ରଜମାଳି ନୁହଁ, ଆଉ ଗୋଟେ ଗଛ ତାର ଭଳିଆ ପତ୍ର ସେଗୁଡ଼ା ପୁଣି ଚିହ୍ନି ଆଣିଦେଲା। ରମାକାନ୍ତ ଇଏ ମୋ ସେଇଟା। ତ ରମାକାନ୍ତ ଏକାଥରେ ଆମର ବୈଦ୍ୟ, ପ୍ରତି କବିତା ଜଣେ ଜଣେ ବୈଦ୍ୟ, ଯାହା କହୁ ସେ ଗୋଟେ ବୈଦ୍ୟ ନିର୍ଦ୍ଦେଶ କହିବ। ଏବେ ସେ ବସ୍ତୁ ସେ ଆଉ କ'ଣ ଯାହା ଭାଗ୍ୟବାନ ଦେଇନି, ନହେଲେ ମୋ ଯାଇଥାନ୍ତା ବର୍ତ୍ତମାନ। ସୁଖର ଆଖିରେ ପଡ଼େ ନା ଦୁଃଖର ଛାଇ, କହେ ଦୁଃଖ ମୋର ଏକ ମାନସିକ ଅବସ୍ଥା ଅଛି। ସେ ଯେବେ ଛୋଟ ହୁଏ, ଭାଗ୍ୟ ବା କର୍ମଫଳ ସୁବିଧା ଦେଖିଲେ ମାଳ ଦିଆ ହୁଏ, ସିନ୍ଦୁର ପିନ୍ଧା ହୁଏ, ନହେଲେ ଆଜୀବନ ତୁମର ସ୍ୱପ୍ନ ମାନେ ଭାରି ଫୁଲଫୁଲିଆ, ରସରସିଆ, ଉଦାସ ରସରେ ବର୍ଷାରେ ଥରେ ଭିଜାଇ ଦିଅନ୍ତି ଆତ୍ମାକୁ।
ନା ଆମର ଚା ପିଇବା ଲୋକ ଆମେ ଆମର ଚା ପିଇବା ସେପଟୁ ଉଠିଲା ଲାଇଟ୍ ନା ଠିକ୍ ଅଛି।